ଜାଗ୍ରତ ଭାରତ ନ୍ୟୁଜ୍ର ସପ୍ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଯାଇଛି। ଆଜି ଜାଗ୍ରତ ଭାରତ ନ୍ୟୁଜ୍ର ସପ୍ତମ ବାର୍ଷିକ କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ଭଅଁରପାଲ ବ୍ଲକ ଅନ୍ତର୍ଗତ ଭଅଁରପାଲ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ଯୋଗଦେଇ କହିଥିଲେ ଯେ ସାମ୍ବାଦିକ କେବଳ ନିଜର ପରିବାର ପୋଷଣ ପାଇଁ ସାମ୍ବାଦିକତା କରିନଥାଏ, ବରଂ ସେ ସମାଜର ମଙ୍ଗଳ କରିଥାଏ। ଜାଗ୍ରତ ଭାରତ ନ୍ୟୁଜ୍ର ସପ୍ତମ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ସଂଘର୍ଷର କାହାଣୀ ରହିଛି, ଯେଉଁଥିରେ ସେ ନିଜେ ଏହି ଖବରକାଗଜକୁ ପଞ୍ଜୀକରଣ କରିବା ଦିଗରେ ଉତ୍ସାହିତ କରି ଆସିଛନ୍ତି। ଏଥିରେ ତାଙ୍କର ଅବଦାନ ସମ୍ପର୍କରେ ଅବଗତ କରାଯାଇଥିଲେ। କିପରି ଜଣେ ଖବରକାଗଜର ସମ୍ପାଦକ ଓ ମାଲିକ ଖବରକାଗଜମାନଙ୍କରେ ଗୋଟିଏ ବିଜ୍ଞାପନ ପାଇବା ପାଇଁ ବିଭିନ୍ନ କାରଖାନା ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡାଇ ଥାଆନ୍ତି ତାହା ସମସ୍ତଙ୍କୁ ଜଣା। ମାତ୍ର 5 ଥର ଦୌଡ଼ିଲେ ମିଳିଲେ ମିଳୁଛି, ନହେଲେ ନାହିଁ। ଏତେ ଖବରକାଗଜ ଥିଲେ ମଧ୍ୟ ଜାଗ୍ରତ ଭାରତ ନ୍ୟୁଜ୍ର ଏ ଅଞ୍ଚଳରେ ଖୁବ୍ ନାମ କରିଛି। ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ସମ୍ମାନିତ ଅତିଥି ଭାବେ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ, ଭଅଁରପାଲ ସାମ୍ବାଦିକ ସଂଘର ଆଇନ ପରାମର୍ଶଦାତା ବରିଷ୍ଠ ଓକିଲ ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ, ସମାଜସେବୀ ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜାଗ୍ରତ ଭାରତ ନ୍ୟୁଜ୍ର ଫାଉଣ୍ଡର ଓ ସମ୍ପାଦକ ସୁଶୀଲ କୁମାର ଆଇଚ। ପ୍ରଥମେ ମୁଖ୍ୟ ଅତିଥି ଓ ପରେ ପରେ ସମ୍ମାନିତ ଅତିଥି ସେମାନଙ୍କୁ ଶ୍ରୀ ଆଇଚ ମଞ୍ଚ ଉପରକୁ ସ୍ୱାଗତ କରିଥିଲେ। ପରେ ପରେ ମଞ୍ଚାସୀନ ଅତିଥିମାନେ ବଡ଼ ଠାକୁର ଶ୍ରୀ ଜଗନ୍ନାଥ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଓ ଅଗରବତୀ ଜଳାଇବା ସହ ବନ୍ଦନା କରିଥିଲେ। କାର୍ଯ୍ୟକ୍ରମରେ ଆରମ୍ଭରେ ସମ୍ମାନିତ ଅତିଥି ଆଡଭୋକେଟ ଶ୍ରୀଯୁକ୍ତ ହେମନ୍ତ ସାହୁ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ କିପରି ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକତା ନିର୍ଭୀକ ଭାବରେ ସାମ୍ବାଦିକତା କରିଥାନ୍ତି। ଜାଗ୍ରତ ଭାରତ ନ୍ୟୁଜ୍ କିପରି ସଚ୍ଚୋଟ ପଣିଆର ସହ ସାମ୍ବାଦିକତା କରି ରଖିଛି, ସେ ଜାଗ୍ରତ ଭାରତ ନ୍ୟୁଜ୍ର ଉତ୍ତର ଉନ୍ନତି କାମନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ ନିଜ ବକ୍ତବ୍ୟରେ ମାଡ଼ ଗାଳି ସହି ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା କରିଥିଲେ ଓ ଉତ୍ତରୋତ୍ତର ବିକାଶ କାମନା କରିଥିଲେ। ସମାଜସେବୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଏହି ଅଞ୍ଚଳରେ ଜାଗ୍ରତ ଭାରତ ନ୍ୟୁଜ୍ ସକ୍ରିୟ ଭୂମିକା ଗ୍ରହଣ କରିଛି ଓ ନିର୍ଭୀକ ସାମ୍ବାଦିକତା ବୃଦ୍ଧି ଗ୍ରହଣ କରିଥିବା ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେଇଥିଲେ। ଶ୍ରୀଯୁକ୍ତ ସାହୁ କହିଥିଲେ ଯେ ବ୍ରିଟିଶ ଶାସନ କାଳରେ ଓ ସ୍ୱାଧୀନତା ପୂର୍ବରୁ ବ୍ରିଟିଶମାନେ ତାଙ୍କର ସାମ୍ବାଦିକମାନଙ୍କ ଦ୍ୱାରା ଓ ତାଙ୍କର ଖବରକାଗଜ ମାଧ୍ୟମରେ ଦେଶକୁ ବିଭାଜନ କରାଇ ପାରିଥିଲେ ଓ ହିନ୍ଦୁ ମୁସଲିମ ଭେଦଭାବ ଦ୍ୱାରା ବିଭାଜନ କରାଇ ପାରିଥିଲେ। ଗାନ୍ଧିଜୀ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିରୁଦ୍ଧରେ ଖବରକାଗଜରେ ପ୍ରଚାର ପ୍ରସାର କରାଇ ପାରିଥିଲେ। ତେଣୁ ଦେଶକୁ ଗଢ଼ିବାରେ ଓ ଭାଙ୍ଗିବାରେ ଖବରକାଗଜ ପ୍ରମୁଖ ଗ୍ରହଣ କରିଥାଏ। ଜାଗ୍ରତ ଭାରତ ନ୍ୟୁଜ୍ର ସମ୍ପାଦକ ସୁଶୀଲ କୁମାର ଆଇଚ ଏହି ଖବରକାଗଜକୁ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶେଷ ବେଳକୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନପତ୍ର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ସମ୍ପାଦକଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ପରିଶେଷରେ ବାର୍ଷିକ ଉତ୍ସବ ଉଦ୍ଯାପିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଜାଗ୍ରତ ଭାରତ ନ୍ୟୁଜ୍ର ଜିଲ୍ଲା ପ୍ରତିନିଧି, ବ୍ଲକ ପ୍ରତିନିଧି, ରିପୋର୍ଟର, ଜିଲ୍ଲା ଇନଚାର୍ଜ ଓ ଏହି ଜିଲ୍ଲାର ପ୍ରମୁଖ ସାମ୍ବାଦିକ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବିଶେଷ ଭାବେ ଆଜି ପବିତ୍ର ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ଥିବାରୁ ବୀର ଶହୀଦ ଅତିଥିମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। ଭାରତ ମାତା କି ଜୟ ଧ୍ୱନିରେ
ହାଇସ୍କୁଲ କମ୍ପମାନ ହୋଇଥିଲା। ପ୍ରଭୁ ଶ୍ରୀକୃଷ୍ଣ ସମୟ ଅଭାବ ସତ୍ତ୍ୱେ କିପରି ସବୁ ସ୍ଥାନ ଓ ସବୁ ଲୋକଙ୍କ ଦୁଃଖ ଦୂର କରିଥିଲେ, ସାମ୍ବାଦିକମାନେ ସେହିପରି କର୍ମ କରିବେ ବୋଲି ଅତିଥିମାନେ ମତ ଦେଇଥିଲେ।